रुद्राय महाकाल रुद्राय नमो नमः। शिशु अनंत देवाय नमः। शिशु अनंत देवाय नमः। शिशु अनंत देवाय नमः। ओम क्लीं गुरुदेवाय नमः। ओम क्लीं गुरुदेवाय नमः। ओम क्लीं गुरुदेवाय नमः। संध्या प्रार्थना परे अल्प समय हो किंबा बेशी समय हो टिके सत्संग ये क्षेत्र में अनुष्ठित हुए, किंतु बेले बेले देखा जाए सत्संग करिबा पाई केही पंडित न थांती किंबा सत्संग सुनिबा पाई विशेष भाव में श्रोता भी न थांती। जेबे थांती अल्प हो बहुत हो माने सत्संगटे हुए। परम शास्त्र भागवत लिखिले ये जीव साधु संग बिनु लभी न पारे मोर तन। प्रकृत ये भागवतर ये पदटी बोधे समस्ते जानी कि कौन। अनेक समय कथा कथा के ये पदटी को कहती ये जीव साधु संग बिनु लभी न पारे मोर तन। आमे पुराण रे शुणीचे देवर्षि नारदंकर उपाख्यान आमे शुणीचु। देवर्षि नारदंकर पूर्वजन्म थिला गोटे पतिहरा मार संतान। तांकर बापा नथिले, तांको पतिहरा माँ तांको प्रतिपोषण करथिले। जहांको घरे रही से चलुथिले बा माँ पुओ दी जन जाक माने निजको बंचई रखिथिले। से होचंती गोटे मार पालित पुत्र नुहे जन्मदात्री माँ। यही माँ को कोଳରେ देवर्षि नारद खूब खुशी रे थिले। सेही घर को बा सेही ब्राह्मण घर को साधु संत माने वर्षा मास चतुर्मासिया अनेक परिमाण रे आसंती। जो माने आसंती तांको ठीक भाव रे सेवा पूजा जहाँ करिबा कथा सेठी करा जाए। से माने खुशी हेई से पुणी तांकर व्रत शेष करी से माने तांकर निज निज आश्रम को बाहरी जाती। यही जो साधु सेवा
ଏଇ ସାଧୁଙ୍କର ସେବା କଲେ ଯେ ଗୋଟେ ପୁଣ୍ୟ କ'ଣ ମିଳିବ ସେଇ କଥାଟାକୁ ଭାବିକିରି ଆମେ ସାଧୁସଙ୍ଗ କରିବା, ସିଏ ହେଉଛି ଗୋଟାଏ କଥା। ଆମେ ପୁଣ୍ୟ ଅର୍ଜନ କରିବୁ ବୋଲି ସାଧୁସଙ୍ଗ କରିବୁ। ଯଦି ପୁଣ୍ୟ ଅର୍ଜନ କରିବାର ଆମର କିଛି ଦରକାର ନାହିଁ, ତାହେଲେ ଆମେ ସାଧୁସଙ୍ଗ କରିବୁନି। ଏଇ କଥା ଯେଉଁମାନଙ୍କ ମନ ଭିତରେ ଥାଏ, ସେମାନେ ସାଧୁସଙ୍ଗର ପୁଣ୍ୟ କି ପାପ ସେଟାକୁ ବିଚାର କରିପାରନ୍ତି ନାହିଁ। ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ ସାଧୁ କିଏ। ଆପଣମାନେ ଭାରତବର୍ଷର ଓଡ଼ିଶାର ଯେକୌଣସି ରାଜ୍ୟକୁ ଆପଣ ଯିବେ, ସେଇ ଅଞ୍ଚଳରେ ନିଶ୍ଚୟ ସାଧୁ ଥିବେ ଏବଂ ସାଧୁଙ୍କର ଦର୍ଶନ ମିଳିବ। କିନ୍ତୁ ଆମେ ଯଦି ନ ଖୋଜିବା, ଖାଲି ଲୋକଙ୍କୁ ଦେଖିବା ଆସିବା, ଗାଡ଼ି ମଟର ଦୋକାନ ବଜାର ଦେଖିକିରି ଆସିବା। ସାଧୁ କହିଲେ ଗୋଟେ ମଣିଷ ନୁହେଁ। ଗୋଟେ ମଣିଷ କେବେ ସାଧୁ ଏଇ ଶବ୍ଦର ମହିମା ଜଣେ ମଣିଷ ଭିତରେ ସୃଷ୍ଟି ହୁଏ, କିନ୍ତୁ ଗୋଟେ ମଣିଷ ଚାହିଁଲେ ସେ ସାଧୁ ହେଇପାରିବନି। ଯଦି ତାର ସାଧନ ନାହିଁ, ଭଜନ ନାହିଁ, କୀର୍ତ୍ତନ ନାହିଁ, ପରୋପକାର କରିବାର ନାହିଁ, ଶାସ୍ତ୍ର ପଠନ କରିବାର ଇଚ୍ଛା ନାହିଁ, ସେ କେମିତି ସାଧୁ ହେବ? ତେଣୁ ସାଧୁ ପ୍ରକୃତରେ ଯିଏ ହେବ, ତା ଭିତରେ ଗୋଟିଏ ସଦ୍ଗୁଣ ରହିବା ଦରକାର। ମୁଁ ସାଧୁ ହେବି, ମୁଁ ମୋ ଜୀବନକୁ ସାଧୁ ଦର୍ଶନରେ ବିତେଇବି, ତେବେ ଯାଇ ସିନା ସେ ସାଧୁ ହେବ। ଆଉ ସାଧୁ ନ ହେଇକିରି ବିନା ସାଧନାରେ ସାଧୁମାନଙ୍କୁ ଉପେକ୍ଷା କରି, ତାଙ୍କୁ ଭଲ ନ ପାଇ, ତାଙ୍କଠାରୁ କଥା କିଛି ନ ଶୁଣିକିରି ଆମେ ସାଧୁ କେମିତି କ'ଣ ହବ? ତେଣୁ ସାଧୁ ହବାକୁ ହେଲେ ସାଧୁତା ହେଉଛି ଗୋଟିଏ ଗୁଣ। ଗୋଟେ ଗୁଣକୁ ସାଧୁ ବୋଲି କୁହାଯାଉଛି। ଗୁଣଟି ଯେଉଁ ଗୁଣକୁ ସାଧୁ ବୋଲି ବର୍ଣ୍ଣନା କରାଯାଇଛି, ତେବେ ସେ ଗୁଣଟି ହେଉଛି କ'ଣ? ସେ ଗୁଣ ବିଷୟରେ ମଧ୍ୟ ଅନେକ କଥା ଲେଖା ହେଇଛି, ଆମେ ପଢ଼ିଛୁ। କିନ୍ତୁ ଆମକୁ ଲାଗେନି ଯେ ଆମେ ସାଧୁ ହେଇଗଲୁ। ଅକ୍ରୋଧ ବୈରାଗ୍ୟ ଜିତେନ୍ଦ୍ରିୟଞ୍ଚ, ଯିଏ ସାଧୁ ସେ ଅକ୍ରୋଧୀ, ତାର କ୍ରୋଧ ନାହିଁ। ଯିଏ ସାଧୁ ତାର ବୈରାଗ୍ୟ ଅଛି, ଅର୍ଥାତ୍ ଲୋଭ ନାହିଁ। ଯେତିକି ପାଇଲେ ସେ ସେତିକିରେ ଖୁସି। ଯିଏ ସାଧୁ ସେ ଜିତେନ୍ଦ୍ରିୟ, ସେ ଇନ୍ଦ୍ରିୟମାନଙ୍କୁ ସଂଯମ କରିଛି। ଦୟା ଆଉ କ୍ଷମା, ଏ ଦିଟା ଗୁଣ ତା ପାଖରେ ନିଶ୍ଚୟ
ରହିବ, ଦୟା ରହିବ, କ୍ଷମା ମଧ୍ୟ ରହିବ। ତେଣୁ ମଣିଷ ସହିତ ଶତ୍ରୁତା ହେଲେ ସିଏ ଯେମିତି ଗୋଟିଏ ସାଧୁ ସନ୍ଥ ବାଡ଼ି ଫାଡ଼ି ଧରିକିରି ଠେଙ୍ଗା ଫେଙ୍ଗା ଧରିକିରି ଜଣକୁ ବାଡ଼େଇକିରି ଖଣ୍ଡିଆ ମଣ୍ଡିଆ କରି ମାରି ଦେଉଛି, ତେବେ ଜଣେ ସାଧୁ ଯଦି ସେଇଆ କଲା ତାହେଲେ ସେ ସାଧୁ କେମିତି ହେବ? ତେଣୁ ସାଧୁତା ହେଉଛି ଗୋଟେ ଗୁଣ, ଗୋଟେ ଶକ୍ତି, ଗୋଟେ ମହିମା। ଯାହା ଭିତରେ ସେଇ ଗୁଣ, ସେଇ ମହିମା ଯାହା ଭିତରେ ସୃଷ୍ଟି ହେବ, ସେ ଆପେ ଆପେ ସାଧୁ ହେଇଯିବ। ସେଥିପାଇଁ କୁହାଗଲା ଯେ ସ୍ତ୍ରୀ ଶୂଦ୍ର ପତିତ ଚାଣ୍ଡାଳେ ତରନ୍ତି ସାଧୁ ସଙ୍ଗ ମିଳେ। ଆମେ ହେଉଛୁ ନିଜେ ଗୋଟିଏ ଗୋଟିଏ ସ୍ତ୍ରୀ। କାହାର ସ୍ତ୍ରୀ ଆମେ? ସେଇ ପରମାତ୍ମା ପରମ ପୁରୁଷଙ୍କର ସେବା ପାଇଁ ଯେତେବେଳେ ଆମେ ଜନ୍ମ ହେଇଛୁ ବା ସଂକଳ୍ପ ନେଇଛୁ, ତେଣୁ ଆମେ ଗୋଟିଏ ସ୍ତ୍ରୀ। ଶୂଦ୍ର ଆମେ ଜନ୍ମ ଠାରୁ ଯେତେ ଦିନ ପର୍ଯ୍ୟନ୍ତ ଆମେ ଏ ସଂସାରରେ ବଞ୍ଚିବୁ, ଆମେ ପରର ଉପକାର କରିବୁ, ଅନ୍ୟକୁ ସେବା କରିବୁ। ଆମ ଭିତରେ ଅହଙ୍କାର ରହିବ ନାହିଁ। ନିରାଭିମାନ ଭାବରେ ଆମେ ସେମାନଙ୍କୁ ସେବା କରିବୁ। ସେ ହେଉଛନ୍ତି ସାଧୁ। ଅକ୍ରୋଧ ବୈରାଗ୍ୟ ଜିତେନ୍ଦ୍ରିୟଞ୍ଚ। ଇନ୍ଦ୍ରିୟମାନେ ଆମକୁ ବିକ୍ଷିପ୍ତ କରୁଛନ୍ତି, ସେ ବିକ୍ଷିପ୍ତ କରିବେ, ତାଙ୍କର ସେ ଧର୍ମ। ଆମେ ଯଦି ତାକୁ ସଂଯମତା ଆଚରଣ କରି ସତ୍ ସଂକଳ୍ପ କରି ଆମ ଜୀବନର ଅନେକ ଅପରାଧକୁ ଆମେ ଦୂରେଇ ଦେଇପାରିବା, ତାହେଲେ ଆମେ ଗୋଟିଏ ସାଧୁ ହେବା। ଆଉ ଆମ ପ୍ରତି ଆମର ଆଉ ଗୋଟେ ହେଉଛି ଦୟା। ଜୀବରେ ଯାହାର ଦୟା ନାହିଁ, ସେଇ ହେଉଛି ଚାଣ୍ଡାଳ। ଜୀବରେ ଯାହାର ଦୟା ନାହିଁ, ସେ ହେଉଛି ଚାଣ୍ଡାଳ। ଭାରତବର୍ଷ ହେଉଛି ଗୋଟିଏ ଏମିତି ଦେଶ, ଯେଉଁ ଦେଶରେ ଏଇସବୁ କଥା ଆଲୋଚନା ହୁଏ, ଏଇସବୁ କଥା ଉପରେ ଗୁରୁତ୍ୱ ଦିଆଯାଏ। କିନ୍ତୁ ଅନ୍ୟାନ୍ୟ ଦେଶରେ ଏଇସବୁ କଥା ଉପରେ ଗୁରୁତ୍ୱ ଦିଆଯାଏନି। ମାନେ ସେ ତାଙ୍କର ଯାହା ପାଆନ୍ତି ଖାଆନ୍ତି, ଯେଉଁଠି ପାଇଲେ ଶୁଅନ୍ତି, ତାଙ୍କର ସବୁ ଏଇଆ। ତେଣୁ ଦୟା ଆଉ କ୍ଷମା। କ୍ଷମା ହେଉଛି ଜଣେ ଭୁଲ କଲା, ସେ ସାଙ୍ଗେ ସାଙ୍ଗେ ଭୁଲ କରୁ କରୁ ତାକୁ ସାଙ୍ଗେ ସାଙ୍ଗେ ଦଣ୍ଡ ଦେଇଦେଲ। ସେଇ ଦଣ୍ଡଟି ତାକୁ ଏତେ କାଟିଲା, ସେ ଦଣ୍ଡ ପରିବର୍ତ୍ତେ ତମକୁ ବି ସେ ଗୋଟେ ଅଶାନ୍ତ ଝଡ଼ ଭଳି ତମକୁ ସେ ସେଇଭଳି କବଳିତ କଲା, ତାହେଲେ ତୁମେ ସାଧୁ କେମିତି ହେବ? ତେଣୁ ସେଥିପାଇଁ ସେଇ ଭାଗବତରେ କୁହାଯାଇଛି ଯେ ସ୍ତ୍ରୀ ଶୂଦ୍ର ପତିତ, ଆମେ ହେଉଛୁ ପତିତ।
ଆମେ କେମିତିଆ ପତିତ ନା ଆମେ ବହୁତ ପଛରେ ଅଛୁ। କିଛି ଠାକୁର ଜାଣିନୁ କି ବ୍ରତ ଜାଣିନୁ, ଉପାସନା ଜାଣିନୁ, କିଛି ଜାଣିନୁ, କିନ୍ତୁ ଆମେ ବହୁତ ପଛରେ ଅଛୁ। କିନ୍ତୁ କଥା କହିଲା ବେଳେ ଆମେ ବହୁତ ଆଗରେ ଅଛୁ ଭଳିଆ ଆମେ କଥା କହୁ। ସତେ ଯେମିତି ଆମ ଠାରୁ ଆଉ ବେଶୀ କେହି ଜାଣିନାହାନ୍ତି। ତେଣୁ ସେଥିପାଇଁ କୁହାଯାଇଛି ଆମେ ପତିତ। ଯେଉଁ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଗେ ଯୁଗେ ଭଗବାନ ଅବତାର ଗ୍ରହଣ କରନ୍ତି ବା ଭିନ୍ନ ଭିନ୍ନ ରୂପରେ ଆସନ୍ତି, ସେଇ ଭାବର ପତିତ ଆମେ। ସ୍ତ୍ରୀ ଶୂଦ୍ର ପତିତ ଚାଣ୍ଡାଳ। ଚାଣ୍ଡାଳ ଆମର ବୁଦ୍ଧି ନାହିଁ କି ବୁଦ୍ଧିରେ ଶୁଦ୍ଧି ନାହିଁ, ଶୁଦ୍ଧି ନାହିଁ କି ସିଦ୍ଧି ବି ନାହିଁ। ଯାହାକୁ ପାଇଲୁ ତାକୁ କ'ଣ ଗୋଟେ କହିଦେଲୁ, ସେ ରାତି ଯାକ ତାର ଶୋଇକିରି କାନ୍ଦୁଛି, ଇଏ ଯାହାର ଭାତ ଡାଲି ତରକାରୀ ଖାଇ ଘରେ ଶୋଇଛି। ଏଇ ଯେଉଁ ନିଷ୍ଠୁରତା, ମଣିଷ ଭିତରେ ଯେଉଁ ନିଷ୍ଠୁର ହୃଦୟର କଥା, କାହାକୁ ମାନେ ଭଲ ବି ପାଏନି ନା ତାକୁ ବି କେହି ଭଲ ପାଏନି। ଏମିତି ଗୋଟେ ଜୀବନକୁ ନେଇ ମଣିଷ କ'ଣ ଚାଲିବ? ସିଏ କାହାକୁ ଭଲ ପାଏ ନା କି ତାକୁ ବି କେହି ଭଲ ପାଏନି। ଜୀବନରେ ଆମେ ଜ୍ଞାନୀ ହେଇପାରୁ, ପଣ୍ଡିତ ହେଇପାରୁ, ଆମେ ଯାହା ବି ହବୁ, କିନ୍ତୁ ଜୀବନରେ ଆମ ଭିତରେ ଏମିତି ଗୋଟିଏ ସଦ୍ଗୁଣ ରହିବା ଉଚିତ, ଯେଉଁ ସଦ୍ଗୁଣ ପାଇଁ ଆମକୁ ଲୋକ ଆଦର କରିବେ। ଆମର ଭାଷା ମିଠା ହେବା ଦରକାର, ଆମ ବ୍ୟବହାର ମିଠା ହେବା ଦରକାର। ଯଦି ଆମ ଭାଷାରେ ମିଠା ନାହିଁ କି ବ୍ୟବହାରରେ ମିଠା ନାହିଁ, ଚାଲିଚଳନରେ ମିଠା ନାହିଁ, ତାହେଲେ ଆମେ କେମିତି କ'ଣ ସାଧୁ ହବୁ? ତେଣୁ ଜୀବରେ ଯାହାର ଦୟା ନାହିଁ, ଉଦ୍ଧବ ଚାଣ୍ଡାଳ ତୋଳି। ଗୋଟେ ଗୋଟେ ଲୋକ ଆପଣମାନେ ବି ଲକ୍ଷ୍ୟ କରିଥିବେ, ସେମାନଙ୍କ ଚାଲିକି ଦେଖିଲେ ତମକୁ ଡର ମାଡ଼ିବ। ଆରେ ଏଇ ଲୋକଟା ଏମିତି କାହିଁ ଚାଲୁଛି? ସେ କଥା ଆରମ୍ଭ କଲେ ଲୋକଙ୍କୁ ଡର ମାଡ଼ିବ, କାଳେ କ'ଣ କହିଦେବ କି? ଯେଉଁଠି ନିଷ୍ଠୁରତା ରହିଛି, ଯେଉଁଠି ଅନ୍ୟକୁ ଭୁଲ ବୁଝିବା, ଦଣ୍ଡ ଦେବା ଏବଂ ଅନ୍ୟକୁ ଦଣ୍ଡ ଦେଇ ନିଜେ ଖୁସି ହେବା, ଏଇ ସବୁ ଗୁଣ ଗୁଡ଼ାକ ଯାହା ଭିତରେ ଅଛି, ସେଇ ହେଉଛି ଚାଣ୍ଡାଳ। ଆପଣମାନେ ଆଗରୁ ଶୁଣୁଥିବେ, ବଣ ଜଙ୍ଗଲରେ କିଛି ଜାତି ଲୋକ ସେସବୁ ପଶୁ ପକ୍ଷୀମାନଙ୍କୁ ମାରିକି ତାଙ୍କ ମାଂସ ଖାଆନ୍ତି। ସେଇମାନଙ୍କର ପ୍ରଭାବରେ ସେ ଅଞ୍ଚଳରେ ପଶୁପକ୍ଷୀମାନେ ମଧ୍ୟ ରହନ୍ତି ନାହିଁ, ତାଙ୍କର ବି ଜାଣିବାର କ୍ଷମତା ଅଛି। ଏମିତି ଗୋଟିଏ ଜଙ୍ଗଲରେ ଦଧିଚି ନାମକ ଋଷି ତପସ୍ୟା କରୁଥିଲେ। ସେତେବେଳେ ଗୋଟାଏ ଅସଭ୍ୟ ଅନାର୍ଯ୍ୟ ଯାହାକୁ କହନ୍ତି, ଏମିତିଆ ଗୋଟାଏ ଲୋକ ବଡ଼ ଉତ୍ପାତ କରୁଥିଲା। ତାକୁ ବି ସମସ୍ତେ ଭାବନ୍ତି ନା ବେଳାବେଳି ମରିଗଲେ ଗୋଟେ ରକ୍ଷା ପାଇଯାଆନ୍ତୁ, ରାତି ପାହିଲେ ଆମକୁ ଡରଉଛି ଲୋକଟା।
ଆଉ ତାର ତ ଆୟୁଷ ସରୁନି, ତାକୁ ମରିବ କେମିତି? ତେଣୁ ଦେବତାମାନେ ଏଥିପାଇଁ ତପସ୍ୟା କଲେ ଯେ କ'ଣ କଲେ ସିଏ ମାନେ ସଂଯମ ହେବ କିମ୍ବା ଦୁନିଆରୁ ଯିବ। ଦେବତାମାନେ କହିଲେ ସ୍ୱଭାବେ ଦେବେ ଛାୟାରତ ବସନ୍ତି କର୍ମର ଆୟତ। ଦେବତାମାନେ ବି ବସିକି ଚିନ୍ତା କରି ଦେଖିଲେ ଇଏ ଲୋକଟାକୁ ମାରି ହେବନି, କିନ୍ତୁ ମରିବାର ଗୋଟେ ଉପାୟ ଅଛି। ସେ ଉପାୟଟି ହେଉଛି ଜଣେ ଭଲ ମଣିଷ ସିଏ ଯଦି ଗୋଟେ ତାରି ଦେହର ହାଡ଼ ସେ ନିଜେ ଯଦି କାଟିକିରି ଦେବ, ସେଇ ହାଡ଼ରେ ଗୋଟେ ଅସ୍ତ୍ର ହେବ, ସେଇ ଅସ୍ତ୍ରରେ ଇଏ ଲୋକଟି ମରିବ। ତେଣୁ ଦେବତା ଆଦି ଇନ୍ଦ୍ରାଦି ଦେବତାମାନେ ନୈମିଷ୍ୟା ଅରଣ୍ୟରେ ତପସ୍ୟା କରୁଥିବା ବୃତ୍ରାସୁର ନାମକ ଦଢ଼ିଛି ତପସ୍ୟା ନା କଣ, ତାଙ୍କର ମୃତ୍ୟୁ ଭେଦ ଜାଣିବା ପାଇଁ ଋଷି ଦଧିଚିଙ୍କ ପାଖରେ ପହଞ୍ଚିଲେ। ଦଧିଚି ମହାନ ଯୋଗୀ, ସେ ତପସ୍ୟାରେ ବସିଛନ୍ତି। ଦେବତାମାନଙ୍କର ପ୍ରାର୍ଥନାରେ ତାଙ୍କ ଧ୍ୟାନ ଭଗ୍ନ ହେଲା। ସେ ପଚାରିଲେ ଆସିବାର କାରଣ କ'ଣ, ଏସବୁ କହିଲେ। ସିଏ ସାଙ୍ଗେ ସାଙ୍ଗେ କହିଲେ ଯଦି ମୋ ପାଇଁ ଆପଣମାନେ ଆସିଛନ୍ତି ବା ମୋ ପାଖରେ ହାଡ଼ ଅଛି, ମୁଁ ହାଡ଼ ଦେଇପାରିବି, ସେ ହାଡ଼ରେ ଅସ୍ତ୍ର ତିଆରି ହେଇପାରିବ, ଏଇ ଗୁଣଟା ଯଦି ମୋ ପାଖରେ ଅଛି, ତାହେଲେ ମୁଁ ତାକୁ ସଦ୍ବ୍ୟବହାର କାହିଁ କରିବିନି? ମୁଁ ବଞ୍ଚିବି, କେତେ ଦିନ ବଞ୍ଚିବି କି? ତେଣୁ ସେ ସେଇଠି କହିଲେ ସ୍ପଷ୍ଟ ଭାବରେ, ମୁଁ ସେ ହାଡ଼ ଦେବି, ହାଡ଼ ନେବାର ଦାୟିତ୍ୱ ଆପଣଙ୍କର। ତେଣୁ ଦଧିଚିଙ୍କର ଦେହରେ ଗୋମାତାମାନଙ୍କର ଖାଦ୍ୟ ସବୁ ତା ଭିତରେ ଦଧିଚିଙ୍କ ଦେହରେ ମାନେ ସବୁ ଲେପନ ହେଲା। ତେଣୁ ଗୋମାତା ମାନେ ଭାବିଲେ ଆମ ଖାଦ୍ୟ ଏଠି ଅଛି, ତେଣୁ ଦଧିଚିଙ୍କି ସେ ଭଲ କରି ଖାଇଲେ ଆଉ ମାନେ ଚାଟିଲେ ଆଉ। ଶେଷରେ ଏଭଳି ହେଲା, ଦଧିଚିଙ୍କ ଚର୍ମ ମାଂସ ସେ ସବୁ କୁଆଡ଼େ ପଳେଇଲା। ଏସବୁ ଖାଇ ଦେଇଛନ୍ତି ଆଉ, ସେ ସବୁ ଗୋଖାଦ୍ୟରେ ପରିଣତ ହେଇଯାଇଛି ଆଉ। ଯେଉଁ ହାଡ଼ କେତେ ଖଣ୍ଡ ରହିଲା, ସେଇ ହାଡ଼କୁ ଦେବତାମାନେ ନେଇ ଗୋଟିଏ ଅସ୍ତ୍ର ତିଆରି କଲେ ଏବଂ ସେଇ ଅସ୍ତ୍ର ଦ୍ୱାରା ବୃତ୍ରାସୁର ନାମକ ରାକ୍ଷସ ଦମନ ହେଲା। ଏ ଉପାଖ୍ୟାନଟି ଆମେ ପିଲାଦିନେ ପଢ଼ିଥିଲୁ। ଲେଖା ଥିଲା ଗୋଟିଏ ସୁନ୍ଦର ପଦ, ମୁଁ ଆଜି ବି ଅନେକ ଜାଗାରେ କହେ। ଦଧିଚି କହିଲେ, ଦେବତାମାନଙ୍କୁ କହିଲେ, ମାଟିର ଘଟ ଏ ମାଟିରେ ମିଶିବ ନାହିଁ ଏଥିରେ ସନ୍ଦେହ, ପର ଉପକାରେ ଏ ଘଟ ଛୁଟିଲେ ହୁଏ ସିନା ମଧୁମୟ। ମାଟିର ଦେହ, ଇଏ ମାଟିରୁ ଜନ୍ମ ହେଇଛି, ମାଟିରୁ ଜନ୍ମ ହେଇଛି, ପାଣିରୁ ଜନ୍ମ ହେଇଛି, ପବନରୁ ଜନ୍ମ ହେଇଛି, ଆମେ ସବୁ ଜନ୍ମ ହେଇଛୁ। ଯେତେ ଜନ୍ମ ହେଲେ କ'ଣ ହେବ?
ଯେତେ ବଡ଼ ଲୋକ ଘରେ ଜନ୍ମ ହୁଅ, ଯେତେ ବଡ଼ ଗରିବ ଘରେ ଜନ୍ମ, କିନ୍ତୁ ଏ ଦେହ ନିଶ୍ଚୟ ଦିନେ ମାଟିରେ ମିଶିବ। ସେ ଯୋଉଠୁ ଆଇଯିବ ସେଇଠିକି ଯିବ। କିନ୍ତୁ ଏଇ ଦେହ ଯଦି ଅନ୍ୟର ମଙ୍ଗଳ ପାଇଁ, ପରର ଉପକାର ପାଇଁ ଯଦି ଏ ଦେହର କିଛି ଅଂଶ ଯଦି ଲାଗେ, ତାହେଲେ ଜୀବନଟା ମଧୁମୟ ହୁଏ। ଏମିତି କ'ଣ ଲୋକ ଆମ ଗାଁ ଗଣ୍ଡାରେ ଅଛନ୍ତି? ଏଇଠି ଯଦି ବର୍ତ୍ତମାନ କିଏ ଆସି କହିବ ଆମକୁ ହାଡ଼ ଗୋଟେ କାଣି ଆଙ୍ଗୁଠି କାଟିକିରି ଦିଅ, କ'ଣ ଜଣେ ବାହାରି ପଡ଼ିବ ନିଅ 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 ବୋଲି କହିବ? ତେଣୁ ଉଦାରତା ଠାରୁ ବଡ଼ ଧର୍ମ ଦୁନିଆରେ କିଛି ନାହିଁ। ପରୋପକାର ହେଉଛି ସର୍ବଶ୍ରେଷ୍ଠ ଧର୍ମ। ଜୀବ ପ୍ରତି ଦୟା, ଜୀବେ ଦୟା ପରମ ଧର୍ମ। ଯେଉଁମାନଙ୍କ ଭିତରେ ଏଇ କଥାଟା, ଏଇ ସବୁ କଥା ରହିଛି, ଆଉ ମୁଁ ରୋଷେଇ କରିଥିଲି, ମୋର ସମସ୍ତେ ଖାଇଲେ, ଖାଇବାରୁ କିଛି ବଞ୍ଚିଗଲା, ଆଉ ସେଗୁଡ଼ାକ ସବୁ ସକାଳକୁ ଗନ୍ଧେଇଲା, ଆଉ ମୁଁ କହି ଫୋପାଡ଼ି ଦେବି କାହିଁକି, ଆକୁ କୁକୁରକୁ ଦେଇଦେବା କି ଆଉ କାହାକୁ ଦେଇଦେବା। ଏଇ ଯେଉଁ ମନୋବୃତ୍ତିର ଲୋକ, ଏମାନେ କେବେ ପୁଣ୍ୟ ଅର୍ଜନ କରିପାରିବେ ନାହିଁ। ଯଦି ନିଜ ଖାଦ୍ୟରୁ କିଛି ଅଂଶ ତୁମେ ଜଣକୁ ଦେଇ ଖୁସି କରିଲ, ତାହେଲେ ସେଇ ହେଉଛି ପ୍ରକୃତ ଧର୍ମ। ମୁଁ ବର୍ତ୍ତମାନ ଉପରୁ ଶୋଇବା ଘରୁ ଆଇଲି, ଠିକ୍ ଗେଟ୍ ପାଖରେ ଗୋଟେ କୁକୁର ମୋର ଦେଖାହେଲା। ସେ ଖାଲି ମୋତେ ଅନେଇକି ରହିଲା, ମୁଁ ତାକୁ ଚିହ୍ନି ନେଇ। ସେ ଏଇ ମଠର ଅତିଥି, ତାର ସବୁ ନାଁ ବି ଦିଆ ହେଇଛି କ'ଣ ସବୁ, ତାକୁ ସବୁ ଖାଇବା ପିଇବାକୁ ବି ଦେଉଥିଲି, କିନ୍ତୁ ମୁଁ ତାକୁ ଚିହ୍ନିନି। ତାହେଲେ ମୁଁ ଯଦି ତାକୁ ଚିହ୍ନିନି, ସିଏ ମୋତେ କେମିତି ଚିହ୍ନିଲା? ତା ଭିତରେ ଯଦି ଦିବ୍ୟତ୍ୱ ନାହିଁ, ତାହେଲେ ସିଏ ମୋତେ କେମିତି ଚିହ୍ନିଲା? ସିଏ ମୁଁ ଠିଆ ହେବା ପର୍ଯ୍ୟନ୍ତ ସେ ସେଇଠି ଠିଆ ହେଲା। ଯିଏ ମୋତେ ନେଇକିରି ଆଉଥିଲେ, ସେଇ କହିଲେ ଆ ନାଁ ହେଉଛି ଅମକ, ଇଏ ଆମ ମଠରେ ଅତିଥି, ଏ ମଠରେ ସେ ଅଛି। ଆଉ ମଠରେ କାହାକୁ, ଖରାପ ଲୋକଙ୍କୁ ସେ ପୁରେଇ ଦିଏନି, ସମସ୍ତଙ୍କୁ ସେ ରକ୍ଷା କରେ। ଆଉ ମୁଁ ସେଆ ମନରେ ଭାବିଲି, ଶୁଣିଥିଲି ଗୋଟେ କୁକୁର ଆମ ମଠରେ କାଳେ ଅଛି, ଦିଓଟି କୁକୁର, ତା ନାଁ ପୁଣି କ'ଣ ଦିଆହେଇଛି, ତାକୁ ଖାଇବାକୁ ଦିଆହେଉଛି। ମୁଁ ଭାବିଲି ମୁଁ ଆକୁ ଦିନେ କେଉଁ ଦେଖିବା, ସେ କେଉଁଠି ଅଛି, କିନ୍ତୁ ମୁଁ କେଉଁ ଦେଖିପାରେ, ମୋର ଗାଡ଼ିରେ ବସିକି ପଳେଇଯାଏ। କିନ୍ତୁ ଆଜି ସେ କୁକୁରକୁ ମୁଁ ଦେଖିଲି। ସେଇ କଥା ମନେ ପଡ଼ିଲା, ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗବିହସ୍ତିନି, ଶୁନି ଚୈବ ସୁପାକେଶ ପଣ୍ଡିତ ସମଦର୍ଶନ। ସମସ୍ତଙ୍କୁ ଭଲ ପାଇବା ଶିଖ। ଆମେ କ'ଣ ହେଉଛୁ, ବେଳେବେଳେ ରାଧେ ରାଧେ ଏମିତି ହେଉଛୁ। ଇଏ ରାଧେ ରାଧେ ହେଲେ କ'ଣ ରାଧାଙ୍କୁ ପାଇବ? ନିଜେ ଯଦି ରାଧାରାଣୀର ସ୍ୱଭାବର ମଣିଷ ହବ, ତାହେଲେ ତମେ ରାଧାରାଣୀକି ପାଇବ। ଆପଣ ତ ପୁଣି ବଡ଼ ବଡ଼ କୀର୍ତ୍ତନ ଫୀର୍ତ୍ତନ ଯେଉଁଠି ହେଉଥିବ, ଲୋକ ଗୋଟାଏ ଗଦା ହେଇଯିବେ, ତା ଭିତରେ ଆଉ କ'ଣ ଶୁଭୁ ନ, ଦୁଇଟା ଶବ୍ଦ ନିଶ୍ଚୟ ଶୁଭୁଥିବ, ହରିବୋଲ ରାଧେ। ଏହାକୁ କହିଦେଲେ କ'ଣ ତମେ ରାଧେ ହେଇଯିବ ନା ହରିବୋଲ ହେଇଯିବ? କିନ୍ତୁ ଆମ ଆଚରଣ ଯଦି ସେୟା ନ ହୁଏ, ତାହେଲେ ଆମେ ସେ ସ୍ଥାନ ପର୍ଯ୍ୟନ୍ତ ଆମେ ଯିବୁନି। ଆଉ ଭଙ୍ଗା ଗାଡ଼ିରେ ବସିକି ଯଦି ଆମେ କହିବୁ ଆମେ କଲିକତା ଯିବୁ, ବସିବ, ସେ କିଛି ବାଟ ଗଲା ପରେ ରାସ୍ତାରେ ଖରାପ ହେଲା, କି ପଙ୍କଚର ହେଲା, କି ତା ଇଞ୍ଜିନ ଜଳିଗଲା, ଆମେ ଆମର ପୁଣି ଫେରିକିରି ଆଇଲୁ। ଆଉ
ତେଣୁ ପୂର୍ଣ୍ଣତାକୁ ଲାଭ କରିବାକୁ ହେଲେ ସେଇ ପୂର୍ଣ୍ଣ ବ୍ରହ୍ମଙ୍କୁ ପୁଣ୍ୟାତ୍ମାମାନଙ୍କର ସଙ୍ଗ କର, ପୂର୍ଣ୍ଣ ବ୍ରହ୍ମଙ୍କୁ ଧ୍ୟାନ କର। ବହୁତ ମନ୍ତ୍ର ଦରକାର ନାହିଁ। ମୁଁ ଆଜି କେତୋଟି କଥା ଲେଖିଛି, ସେଇଟା କାଲି ପୂର୍ଣ୍ଣ ଆଲୋଚନା କରିବା। ତେଣୁ ଏହା ପୁଳାଏ ମନ୍ତ୍ର, ପୁଳାଏ କଥା। ଆପଣ ଦେଖିବେ ଆମର ଏଇ ଆଶ୍ରମର ଗୋଟେ ମୋତେ ଭାରି ଅଡ଼ୁଆ ଲାଗେ। ଆମ ଶନି ମନ୍ଦିର ପାଖରୁ ଏଇ ମଠ କାନ୍ଥ ପର୍ଯ୍ୟନ୍ତ ଟିକେ ଏବେ କମିଛି ସେ ସାଇନ୍ ବୋର୍ଡ ସବୁ। ଖାଲି ଗୁଡ଼ିଏ ସାଇନ୍ ବୋର୍ଡ ଲେଖା ହେଇଛି, ଅଙ୍କନ ହେଇଛି, ତା ଦେହରେ କିନ୍ତୁ ମୋ ରୂପଟା କିନ୍ତୁ ଅଛି। ତେଣୁ ମୁଁ ଭାରି ଖୁସି ହେଇଯାଆନ୍ତି, ମୋ ରୂପଟା ଏତେ ଆଡ଼େ ଅଛି। କିନ୍ତୁ ସେଗୁଡ଼ାକରେ ବଢ଼ିଆ ଖୁସି ନୁହେଁ। କାହିଁକି ନା ଆମେ ବି ଦୁନିଆରୁ ବିଦାୟ ନେବୁ। ତେଣୁ ବିଦାୟ ନେବା ପୂର୍ବରୁ ଇଏ ପବିତ୍ର ଅନୁଷ୍ଠାନକୁ ଏଭଳି ଭାବରେ ସମର୍ପଣ କରିଯିବୁ ଯେ ଆମେ ନଥିବୁ, କିନ୍ତୁ ଲୋକେ ଏଇ ପୂର୍ଣ୍ଣ ପୀଠର ମହିମାକୁ ପାଇବା ପାଇଁ ଏଠିକି ଆଉଥିବେ। ଆଉ ସେ କଥା ନ କରି ବଡ଼ ବଡ଼ ବ୍ୟାନର, ତା ଦେହରେ ମୋର ଗୋଟେ ଫଟୋ ଆଉ ଠାକୁରଙ୍କ ଫଟୋ ଗୋଟେ ଦୟା କରିକି ଏତିକି ଖଣ୍ଡେ ରଖିଥିବେ। ଏଗୁଡ଼ାକ ଜମା କରିବ ନାହିଁ। ନା ସେ ପ୍ରକାରର ଗୁରୁ କି ସେ ପ୍ରକାରର ମଣିଷ ହେବା ପାଇଁ ମୁଁ ଘରୁ ଆସିନି। ମୁଁ ତ ଘରୁ ଆସିନି କି କେଉଁଠୁ ଆସିନି, ମୁଁ ତ କେଉଁଠୁ ଆସିନି। ମୁଁ କ'ଣ ଘରୁ ଆଇଛି? ମୋତେ କହୁଛନ୍ତି ଲୋକ ଘରୁ ଆଇଲେ, ଘରୁ କ'ଣ ଆଇଲି? ମୁଁ ତ ବଡ଼ ବୋଉ ଘରେ ଶୋଇକିରି ଆଇଲି, ଆଉ ଘରୁ କ'ଣ ଆଇଲି? ଘରୁ ଯାଇଥିଲେ ବଡ଼ ବୋଉ ଘରକୁ, ବଡ଼ ବୋଉ ଯେମିତି ଶୋଇ ପଡ଼ିଲା ମୁଁ ଉଠିକି ପଳେଇ ଆଇଲି। ଆମ ଘରୁ କେମିତି ଆଇଲି? ତେଣୁ କେହି କେଉଁଠୁ ମାନେ କିଏ କାହାକୁ ଘରକୁ ଛାଡ଼ିଦେଲା, ଏଇ ଯେଉଁ ସବୁ ଗପ ସବୁ, ସେ ଗପ ମୋ ଜୀବନୀ ମୋ ଉପାଖ୍ୟାନରେ ରହିବ ନାହିଁ। ଆକାଶ ଯାହାର ପରଦା, ପୃଥ୍ୱୀ ଆଖଡ଼ା ଘର, ତାର ମନ କାହୁଁ ରସିବ ରାଜ ସିଂହାସନର। ଏଇ ଆକାଶ ହେଉଛି ଆମର ଗୋଟିଏ ଛାତ, ପୃଥିବୀ ହେଉଛି ଗୋଟିଏ ଘର। ଏଇ ଘରୁ ଆମେ ସମସ୍ତେ ଅଛେ, ଏଇ ଘରୁ ଆମେ ଜନ୍ମ ହେଇଛେ, ଏଇ ଘରେ ଆମେ ମରିବା। ଯିଏ କହୁଛି ଆମେ ଘରୁ ଆଇଲୁ, ଘରୁ କ'ଣ ତମେ ଆଇଲ? ତମେ ତ ଘରୁ ଆଇଲ, ତାହେଲେ ତମେ ଭଲ ମଣିଷ କେମିତି ଭଲ ମଣିଷ ହେବ? ତେଣୁ ଘର ଫର ଏସବୁ କଥା କିଛି ଚିନ୍ତା ନ କରି ଆମର ସେଇ ଯେଉଁ ଗୀତଟି ଅଛି, କ'ଣ ତାକୁ ଟିକେ ପଢ଼ିଲେ ହୁଅନ୍ତା। କିଏ ଅଛନ୍ତି ଏ ଘରେ ମାନବ କୁଣିଆ, କିଏ ସେଠି ଅଛ ଟିକେ ପଢ଼ିଲ ଶୁଣିବା। ଏ ଘରେ सरबे अढ़े दिनिया रे, ए घरे मानव कुणिया कुणिया सरबे अढ़े दिनिया। आकाश आमरी छपर, मरत आमरी दुआर। आकाश आमरी छपर, मरत आमरी दुआर। बसा घर सबु विभुंक कोठरी, बसा घर सबु विभुंक कोठरी।
ତହି ମଧ୍ୟେ ଆମେ ମୂଲିଆ ଏ ଘରେ ବଢ଼େଇ ଦିନିଆ ଘରେ ଏ ଘରେ ମାନବ କୁଣିଆ 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 କ'ଣ ପଢ଼ୁଛନ୍ତି ଏଗୁଡ଼ାକ? କ'ଣ ଏମିତି ଗୀତ ଗୋଟେ ପଢ଼ିବାକୁ ତମେ ଏମିତି ଫ୍ରି ହଉନା? ଗୋଟେ ଟାଣି ଗୋଟାରିକି କ'ଣ ପଢ଼ୁଛ? ମଜୁରୀ ଆମରି କିରତି କରମ ମାନ ପିରତି ମଜୁରୀ ଆମର ପିରତି କରମ ମାନବ ପିରତି ବସା ଘର ସବୁ ହାଟ ନାଟ ସାରି ସର୍ବେ ଏଥୁ ଯିବା ହାଟ ନାଟ ସାରି ସର୍ବେ ଏଥୁ ଯିବା ଭାବୁଛି ମନରେ ବଳିଆ ସରବେ ଅଢ଼େଇ ଦିନିଆ ଏ ଘରେ ଏଇ ଗୋଟିଏ ଗୀତ, ଏଇ ଗୋଟିଏ ଗୀତକୁ ଯଦି ଶୋଇଲା ବେଳେ ନିଦ ହେବା ପର୍ଯ୍ୟନ୍ତ ଯଦି ବସି ଭାବିବ ଏ ଗୀତଟା କାହିଁକି ଲେଖା ହେଇଛି, ସିଏ ବଳିଆ ଲେଖିଛି, ସେ ସବୁ ବଡ଼ କଥା ନୁହେଁ। ଗୀତ ଲକ୍ଷ ଲକ୍ଷ ଲୋକ ଲେଖିଛନ୍ତି, ମୁଁ ତା ଦେହରେ କେଇଟା ଲେଖିଛି, ସେଗୁଡ଼ାକ କିଛି ନାହିଁ। ଗୀତର ଅର୍ଥଟିକୁ ଯଦି ମନ ଭିତରେ ତୁମେ ଭାବିବ ଇଏ ଗୀତଟି କ'ଣ ପାଇଁ ଲେଖା ହେଇଛି, କାହା ପାଇଁ ଲେଖା ହେଇଛି, ମୁଁ ଯିଏ ପଢ଼ୁଛି ସିଏ ମୋ ପାଇଁ ଲେଖା ହେଇଛି ବୋଲି ମୁଁ ଜାଣୁନି, ମୁଁ ଭାବୁଛି ଆଉ ଜଣଙ୍କ ପାଇଁ ଲେଖା ହେଇଛି, କିନ୍ତୁ ଆମ ସମସ୍ତଙ୍କ ପାଇଁ ଏ ଗୀତ ଲେଖା ହେଇଛି। ଏବେ ଗୋଟିଏ ଆମର ପିଲାଟିଏ, ମୁଁ ତାକୁ ବାହାଘର କରିଥିଲି, ମାନେ ମୁଁ ତା ବାପାକୁ ବାହାଘର କରିଥିଲି, ତା ମାଆକୁ ବି ବାହାଘର କରିଥିଲି, ବାପା ମାଆଙ୍କୁ ଏକାଥରେ ବାହାଘର କରିଥିଲି। ଆଉ ପିଲାଟି ଜନ୍ମ ହେଇଥିଲା, ଖାଇ ପିଇକିରି ଶୋଇଲା, ମଲା। ଆରେ ମୁଁ ତାକୁ ବାହାଘର, ତା ବାହାଘରକୁ ମୁଁ ଯାଇଥିଲି, ତାଙ୍କ ଖଟ ଉପରେ ଶୋଇଥିଲି, ଆଉ ଏତେ କଥା ମୁଁ କରିଥିଲି। ଆରେ ସେ ପିଲାଟା ଜନ୍ମ ହେଇକି ମଲାଣି। ଏଇ ହେଉଛି ଦୁନିଆ। ଇଏ ମୋର, ସେ ମୋର, ଇଏ କିଛି ନୁହେଁ। ଏଇଠି ଆପଣ ଦେଖୁଥିବେ ଆମର ପ୍ରଣବାନନ୍ଦ ଭାଇଙ୍କର, ମନୁ ଭାଇଙ୍କର ବାପା, ସେ କିଭଳି ଜଣେ ଲୋକ ଥିଲେ। ସିଏ କେବେ ବି ମନୁ ଭାଇକି ଫେରି ଯିବା ପାଇଁ ପରାମର୍ଶ ଦେଇନାହାନ୍ତି। ଆଜିକାଲି ତ ଯେଉଁ ପିଲାମାନେ ଆସିକିରି ଆଶ୍ରମରେ ରହୁଛନ୍ତି, ତାଙ୍କୁ କେମିତି ଫେରେଇ ଦିଆଯିବ ନାନାଦି କୁଟିଳ ପ୍ରକୃତି ବ୍ୟବହାର କରୁଛନ୍ତି। ତାଙ୍କ ସାଙ୍ଗରେ ଯିଏ ମାମଲତକାରମାନେ ଆଉଛନ୍ତି, ସିଏ ବି ଏଡ଼େ ପଣ୍ଡିତ ହେଇଯାଉଛନ୍ତି ଯେ ସତେ ଯେମିତି ଭାଗବତ ମୁଖସ୍ଥ କରି ଆସେ, ବାପ ମାଙ୍କ ଠାରୁ ଆଉ କିଏ ଦେବତା ବଡ଼ ଅଛି, ଚାଲ ଘରକୁ। ତେଣୁ ଏଇସବୁ ଭାଣ୍ଡାମି ଦୁନିଆରେ ଆମେ ଅଛୁ, ତମେ ବି ଆମ ସାଙ୍ଗରେ, ଆମେ ଭାଣ୍ଡାମି ହେଇକି ନାଚୁଛୁ, ତମେ ବି ଆମ ସାଙ୍ଗରେ ଭାଣ୍ଡାମି ହେଇ ନାଚ। ଏଇ କଥା କରିବା ପାଇଁ ଆମେ ଲୋକଙ୍କୁ ପରାମର୍ଶ ଦେଉଛୁ। ତେଣୁ ଭୀମ ବାବୁ ସେ କୁଆଡ଼େ ଗଲେ, କାହାନ୍ତି?
ଆମେ ତ ଏଇ ମାସକ ତଳେ ଦେଖୁଥିଲୁ, କଥାବାର୍ତ୍ତା ହେଉଥିଲୁ, ଆଜି ସେ କୁଆଡ଼େ ଗଲେ? ତେଣୁ ସେଇ ଯେଉଁ ମାଟିର ଘଟ, ଏ ମାଟିରେ ମିଶିବ ନାହିଁ ଏଥିରେ ସନ୍ଦେହ, ପର ଉପକାରେ ସେ ଘଟ ଛୁଟିଲେ ହୁଏ ସିନା ମଧୁମୟ। ଆରେ ଭୀମ ବାବୁ ନାହାନ୍ତି, ତାଙ୍କ ପୁଅ ଏଠି ଅଛି। ତାଙ୍କ ପୁଅ ବି ଯଦି ଘରେ ଥାନ୍ତା, ସେ ତାର ଓକିଲାଟି କରିଥାନ୍ତା କି କ'ଣ କରିଥାନ୍ତା, ସେ ତାର ବାପା ମାଆଙ୍କୁ ପୋଷିଥାନ୍ତା। ସେ ଆମ ପାଖରେ ଆମ କାର୍ଯ୍ୟ କରୁଛି। ତେଣୁ ଜୀବନରେ କିଛି ନେବାର ନାହିଁ, ଦବାର ବହୁତ ଅଛି, ନବାର ପ୍ରଶ୍ନ ଉଠୁନି। ଲୋକେ କହନ୍ତି ମୋର କିଛି ନବାର ନାହିଁ କି ଦବାର ନାହିଁ। ତୁ କୁଳାଙ୍ଗାତି ଜନ୍ମ ହେଲୁ କାହିଁକି? ତ କିଛି ନବୁନି ନା ଦବୁନି, ସେ ଦୋକାନ ମୁହଁ ଆଗରେ କାହିଁ ଠିଆ ହେଇଛୁ? ତେଣୁ ଇଏ ଦୁନିଆରେ ଆମକୁ ଦବାକୁ ଅଛି, ଆମକୁ ବହୁତ କିଛି ଦବାକୁ ଅଛି, କିନ୍ତୁ ନବୁ ନେଇ କିଛି, ନବୁ ଅଳ୍ପ, ଦବୁ ବହୁତ। ଆମେ ଜନ୍ମ ହେଲୁ କେଉଁ ଗାଁରେ, କେଉଁ ଘରେ, କିଏ ଆମର ବାପା ମା, ସେଇଠୁ ଏପର୍ଯ୍ୟନ୍ତ ଆମର କେତେ ଲୋକ, ସମସ୍ତଙ୍କୁ ଆମେ କିଛି ଦେଇକିରି ଯିବୁ। କାହାକୁ ହସ ଟିକେ ଦେବୁ, କାହା ଦୁଃଖରେ ଟିକେ ଦୁଃଖୀ ହେବୁ, କାହାକୁ ଟିକେ ସ୍ନେହ ଦେବୁ, କାହାକୁ ଫୁଲଟିଏ ଦେବୁ, ଆଉ ଦେବୁନି କ'ଣ? ତେଣୁ ଆମର ଏ ଦୁନିଆରେ ଆମେ ଋଣ ସୁଝି ପାରିବାନି। ଏ ଦୁନିଆରୁ ଆମେ ଯିବା, ନବୁ କ'ଣ? ଦବୁ ତ ସବୁ, ନବୁ କ'ଣ? ନବୁ କେବଳ ଗୁରୁ କୃପା, ଗୁରୁ କୃପା, ବିଭୁ କୃପା, এইଗୁଡ଼ାକ ଆମେ ନେଇକିରି ଯିବୁ। ସେଥିପାଇଁ ଆମର ଧୁନଟି କ'ଣ ବୋଲୁଛନ୍ତି? ବୋଲ, ଗୁରୁ କୃପା ହି କେବଲମ୍, ଗୁରୁ କୃପା ହି କେବଲମ୍, ଗୁରୁ କୃପା ହି କେବଲମ୍। गुरु कृपा ही केवलम, गुरु गुरु गुणनिधि देवम, गुरु गुण दे गुरुदेव देव, गुरु जगतपति, गुरु परात्पर, गुरु 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 कृष्ण, गुरु स्वाहा हमारे ତେଣୁ ଆଜିର ଏହି ପବିତ୍ର କଥା
ପବିତ୍ର ସନ୍ଧ୍ୟାରେ ପ୍ରଭୁଙ୍କ ପାଦରେ ଆମେ ସମର୍ପଣ କରୁଛେ। ମୋଟାମୋଟି ନିଜକୁ ସମର୍ପଣ କର ନ କର, ବିଶ୍ୱର ଶାନ୍ତି ପାଇଁ ପ୍ରାର୍ଥନା କର। ବିଶ୍ୱ ଯଦି ନ ରହିବ ଆଉ କ'ଣ ଆମେ ଶାନ୍ତିରେ ଏଠି ସତ୍ସଙ୍ଗ କରିବୁ, ରଥଯାତ୍ରା କରିବୁ। ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଲାଣି। ସେ ଏମିତି ହେବ, ସେମିତି ହେବ। ପୃଥିବୀଟା ସିନା ଶାନ୍ତିରେ ରହିଲେ ଠାକୁର ରଥରେ ବସି ଖୁସି ହେବେ। ଆଉ ସେ କଥାରୁ ପଦେ ବି ନାହିଁ, ଖାଲି ଏମିତି କରିବା ସେମିତି କରିବା, ଏସବୁ କଥା ସବୁ ଏମିତି ରହିଯିବ। ତେଣୁ ବିଶ୍ୱର ମଙ୍ଗଳ ପାଇଁ ସମସ୍ତେ ପ୍ରାର୍ଥନା କର। ଯୁଦ୍ଧ ବିମୁକ୍ତ ବିଶ୍ୱ ହଉ। ଆଉ ଆମେ ତ କହିକା ଏତେ ହେଲାଣି ବୟସ, ଆଉ କେତେ ଦିନ କହିବୁ। ହଉ, ବର୍ତ୍ତମାନ ସମର୍ପଣ କରିବା।